ଆଜ୍ଞା ବାହାଘର ମାସେ ପରେ ବର୍ଷ ପରେ ବି ଡିଭୋର୍ସ ହଉଛି। କଣ ଦେଖିକି ସେ ପୁଅକୁ ରିଜେକ୍ଟ କରିଛି ଆପଣ ମାନେ ଯାଇକି ଟିକେ ସେଠୁ ପରାମର୍ଶ ମାନେ ବାଇକଟା ନେଇକି ତାଙ୍କଠୁ ଟିକେ ଝିଅଠୁ ଜାଣିବା ଦରକାର। ଆମେ ବି ଜାଣିବାକୁ ଚାହୁଁଛୁ। ଆଜି ତ ଆମକୁ ଆସିଥିଲା ମହିଳା ଥାନାରୁ କେସ୍ ଆମ କତିକି ଫୋନ ଆଜ୍ଞା ଭଗବାନ ଜାଣନ୍ତି ଆମେ ଜାଣିନୁ। ଆମେ ମନା କରୁଛୁ 4 ମାସ ଯାଉ ଆମେ ବାହାଘର କରିବା ପରିସ୍ଥିତି ନା ଆମର ଆର୍ଥିକ ପରିସ୍ଥିତି ଭଲ ନାହିଁ। ଘରଙ୍କ ଶିକ୍ଷା ତାଙ୍କ ଗାର୍ଡିଆନଙ୍କ ଶିକ୍ଷା ସେମିତିଆ ସେଥିପାଇଁ ସେ ଆଜି ଏଭଳିଆ କାମ କଲେ। ସେ ବାହାଘର ଦିନ ଗୋଟେ ପୁଅ ତା ସାଙ୍ଗରେ ଅଧଘଣ୍ଟା ପାଖାପାଖି ବସିକିନି ଗପୁଛି। ଆଡେ ମନ୍ତ୍ର ପଢା ହଉଛି ବେଦୀରେ ବସିଥାଏ କିନ୍ତୁ ସେ କାହାକୁ ଖାତିର ନାହିଁ। ସେ ଗୋଟେ ପୁଅ ସାଙ୍ଗରେ ଗପୁଥାଏ। ଆମ ଡାଇରେକ୍ଟ ସେ ପୁଅ ସାଙ୍ଗରେ ଗପୁଥାଏ। ଆମେ କହିଲୁ କିଏ ସେ ପୁଅଟା ତା ଭାଇ ପାଇଁ ହେଇଥିବ କି କଣ ହେଇଥିବ ଆମ ଡାଉଟ ହେଲା। ଆମ ସାଙ୍ଗଟେ ଯାଇ ତାକୁ ପଚାରିଲା ତ ଡାକି ଆଣିଲା ରେ ତୁ ଏଠି କଣ ସାଙ୍ଗରେ ଗପୁଛୁ ସେ ତାକୁ କହିଲା ନାଇଁ ମୁଁ ଦାଦା ପୁଅ ତାର ହେବି। ଠିକ ଅଛି ଆମେ ସବୁ ଦାଦା ପୁଅ ହବ। ଗୋଟେ ଝିଅଟା ଯଦି ଖରାପ ହେଇଥାନ୍ତା ସେ କଣ ମେକଅପ୍ ହେଇକି କେବେ ବାହା ଭିତରେ ବସିଥାନ୍ତା ଆଜ୍ଞା। ଖରାପ ଝିଅ ନୁହଁ ଆମର ସେଟା ଭାବିବା ଚିନ୍ତାଧାରା କରୁ। ଘର ଲୋକ ସାଙ୍ଗରେ କଣ କଥା ସେ ତ ଆସିଲେ ନେଇକି ପଳେଇଲେ। ତାପରେ ଆମେ ତ ସାଙ୍ଗେ ସାଙ୍ଗେ ଥାନାକୁ ଗଲୁ। ଆମର ଯୋଉ ସବୁ ଡେକୋରେସନ ହେଇଥିଲା ଭୋଜି ଭାତ ହେଇଥିଲା ଆମ ମୁଣ୍ଡ କିଛି କାମ କଲାନି କଣ କରିବୁ। ତାଙ୍କ ବାପା ତାଙ୍କ ଘର ପରିବାର ସମସ୍ତେ ଜଙ୍ଗଲରେ ଯାଇ ଲୁଚିଲେ। ଆଜ୍ଞା ବାହାଘର ମାସେ ପରେ ବର୍ଷ ପରେ ବି ଡିଭୋର୍ସ ହଉଛି। ଆଉ ସେ ତ ସେଠି ଯାଇ ରହିଲେନି ଆମେ କେମିତି ଜାଣିବୁ। କଣ ଦେଖିକି ସେ ପୁଅକୁ ରିଜେକ୍ଟ କରିଛି ଆପଣ ମାନେ ଯାଇକି ଟିକେ ସେଠୁ ପରାମର୍ଶ ମାନେ ବାଇକଟା ନେଇକି ତାଙ୍କଠୁ ଟିକେ ଝିଅଠୁ ଜାଣିବା ଦରକାର। ଆମେ ବି ଜାଣିବାକୁ ଚାହୁଁଛୁ ଯେ ଝିଅ କଣ ପାଇଁ ଛାଡିଲା ପୁଅକୁ। ଆମେ ବି ଚିନ୍ତାରେ ଅଛୁ ଆଜ୍ଞା। ଆମେ ସମସ୍ତେ କହୁଛୁ କଳା ପାଇଁ। ସେ ବି ନିଜେ କହିଲା ନାହିଁ ଅସୁନ୍ଦର ବୋଲିକି ମୁଁ ଯିବି ନାହିଁ। ହେଲେ ସେ ପ୍ରକୃତରେ ରହସ୍ୟଟା କଣ ଏଇଟା ଆପଣ ମାନେ ଟିକେ ଯାଇକି ତଦନ୍ତ କରନ୍ତୁ। ଆମେ ତ ଆଜ୍ଞା ଥାନାରେ ଦେଇଛୁ। ଥାନାରେ କେସ୍ ପର୍ଯ୍ୟନ୍ତ ପଡିଛି। ଆଉ ପୁଣି ସେ ଯାଇକି କଣ କେସ୍ ପୁଣି କଲେଣି। ଆମେ ତ କାଲି ଯିବୁ ସେଠିକି ଯାହା ଜଣା ପଡିବ। ଆଜ୍ଞା ଆଜି ତ ଆମକୁ ଆସିଥିଲା ମହିଳା ଥାନାରୁ କେସ୍ ଆମ କତିକି ଫୋନ ଆଜ୍ଞା ମହିଳା ଥାନାରୁ ଫୋନ ଆସିଥିଲା। ଆମେ ଏବେ ଜଷ୍ଟ ସେଠି ଥାଆନ୍ତୁ ଆମେ ହଠାତ୍ କିନି ଗଲେ ଆମେ ସବୁ ଲୋକ ନାହାନ୍ତି ବୋଲି ଆମେ କେହି ଯାଇପାରିଲୁନି। ସେଠି ଗଲେ ଆଜ୍ଞା ଜାଣିବୁ। ଆଉ କିଛି ପଚାରିନୁ ଆମେ ବଡ ଭାଇ ଯିଏ ତାଙ୍କର ବଡ ଭାଇ ଯିଏ କଥା ହଉଥିଲେ ମୋ ସାଙ୍ଗର ସେ କଣ କଥା ହେଇଛନ୍ତି। କିନ୍ତୁ ଆମେ ସବୁ ବାହାରିଥିଲୁ ଯିବୁ ବୋଲି କାଲିକି ଯିବୁ। ଭଗବାନ ଜାଣନ୍ତି ଆମେ ଜାଣିନୁ। ଆମେ ମନା କରୁଛୁ 4 ମାସ ଯାଉ ଆମେ ବାହାଘର କରିବା ପରିସ୍ଥିତି ନା ଆମର ଆର୍ଥିକ ପରିସ୍ଥିତି ଭଲ ନାହିଁ। ଆଉ ବଡ ଭାଇ ତ ଏବେ ବାହାରିଥିଲା ଘର ଫର କାମ ସବୁ ହେଇଛି। ଆଉ ଟିକେ ସୁବିଧା ହେଲେ ଆମେ 4 ମାସ ପରେ କରିବୁ। କିନ୍ତୁ ସିଏ ଆଉ ଅଥୟ ହେଇକରି କହିଲେ ନାଇଁ ଆମେ ଏବେ କରିବୁ ତୁରନ୍ତ କରିବୁ ଯାହା ବି ହେଲେ ମନ୍ଦିରରେ କରିଦେବା। ମୁଁ କହିଲି ନାଇଁ ସାନ ଭାଇଟା ଆମର ମୁଁ କାଳିଆ କହିଲି ନାଇଁ ତ ଯାହା ଯେତେ ହବ ଧୁମଧାମରେ ଆମେ ସମସ୍ତେ ମିଶିଆସି କରିବା ଗାଁ ଲୋକ। ତୁ ଆମର ଶେଷ ମାନେ ବେଷ୍ଟ ସାଙ୍ଗ ଆମର ତୁ ଆଉ ସେଇ ହିସାବରେ ଆମେ ସବୁ ଥିଲୁ ଧୁମଧାମରେ କରିବୁ ଟିକେ ଲେଟ୍ ହେଲେ କରିବୁ। ସିଏ ପୁରା ଉଚ୍ଛନ୍ନ ହେଇକି ବାହାଘର କରେଇଲେ। ସିଏ ବି ପୁରା ବାହାଘର ହେଲା ସେଠି ବି ଭଲରେ ସବୁ ହେଲା କିଛି ଅସୁବିଧା ନାହିଁ। ନାଇଁ ଆଜ୍ଞା ସୁନ୍ଦର ନୁହଁ କି ବହୁତ ସୁନ୍ଦର ଝିଅ କିଛି ଅସୁନ୍ଦର ନୁହଁ ବି ଭଲ ଝିଅ। ଏମିତି ସୁନ୍ଦର ଚେହେରା ରଖିକି ଲାଭ କଣ? ତାଙ୍କ ଘର ଲୋକଙ୍କର ଶରୀର ଆଜ୍ଞା ତାଙ୍କ ଘରଙ୍କ ଶିକ୍ଷା ତାଙ୍କ ଗାର୍ଡିଆନଙ୍କ ଶିକ୍ଷା ସେମିତିଆ ସେଥିପାଇଁ ସେ ଆଜି ଏଭଳିଆ କାମ କଲେ। ନହେଲେ ଏମିତି କି ହଁ ମାସେ 15 ଦିନ ରହିଥାନ୍ତା କିଛି ଖରାପ ଦେଖିଥାନ୍ତା ଘର ଲୋକଙ୍କ ପ୍ରତି ତା ସ୍ୱାମୀର କିଛି ଗଲତି ଦେଖିଥାନ୍ତା ତାପରେ ପ୍ରତିବାଦ କରିଥିଲେ ଆମେ ସମସ୍ତେ ସପୋର୍ଟ କରିଥାନ୍ତୁ। କେତେ ଭାଇ? ସେ 3 ଭାଇ। 3 ଭାଇ ଆଜ୍ଞା କୈଳାସ ମଝିଆ ସାନ ତ ପୁଣି ଆଉ ଯୋଉ ଦିଟା ବଡ ଭାଇ ସେ ବାହା ହେଇଛନ୍ତି ନା ବାହା ହେଇନାହାନ୍ତି? 2 ଭାଇ ବାହା ହେଇଛନ୍ତି। 2 ଭାଇ ବାହା ହେଇଛନ୍ତି ଆଜ୍ଞା ତାଙ୍କ ସ୍ତ୍ରୀ ମାନେ ସବୁ ଏଇଠି ଅଛନ୍ତି ନା ନାଇଁ ଛାଡିକି ପଳେଇଛନ୍ତି? ନା ନା ସମସ୍ତେ ଏଇଠି ଅଛନ୍ତି। ସମସ୍ତେ ଅଛନ୍ତି ଆଜ୍ଞା ସିଏ କଣ ଏଇ ଝିଅ ମାନଙ୍କଠୁ ସିଏ ଆହୁରି ଉପରେ ହେଇଗଲା? ନାଇଁ ଆମେ ତ ମେକଅପରେ ଦେଖିଥିଲୁ ଆମେ ତ ଆଉ ନ୍ୟାଚୁରାଲ ଦେଖିନୁ। ସେମିତି ତ ଆମେ ଡାଉଟରେ କହିପାରିବା ନାହିଁ କୌଣସି ଝିଅକୁ। କିନ୍ତୁ ସେ ବାହାଘର ଦିନ ଗୋଟେ ପୁଅ ତା ସାଙ୍ଗରେ ଅଧଘଣ୍ଟା ପାଖାପାଖି ବସିକିନି ଗପୁଛି। ଆଡେ ମନ୍ତ୍ର ପଢା ହଉଛି ସାଡେ ନନା ଇଏ କରୁଛନ୍ତି। ସେ କଣ ବେଦୀରୁ ଉଠିକି ଯାଇକି ବାହାରେ କଥା ହଉଥିଲା? ନା ନା ବେଦୀରେ ବସିଥାଏ କିନ୍ତୁ ସେ କାହାକୁ ଖାତିର ନାହିଁ। ସେ ଗୋଟେ ପୁଅ ସାଙ୍ଗରେ ଗପୁଥାଏ। ଆମ ଡାଇରେକ୍ଟ ସେ ପୁଅ ସାଙ୍ଗରେ ଗପୁଥାଏ। ଆମେ କହିଲୁ କିଏ ସେ ପୁଅଟା ତା ଭାଇ ପାଇଁ ହେଇଥିବ କି କଣ ହେଇଥିବ ଆମ ଡାଉଟ ହେଲା। ଆମ ସାଙ୍ଗଟେ ଯାଇ ତାକୁ ପଚାରିଲା ତ ଡାକି ଆଣିଲା ରେ ତୁ ଏଠି କଣ ସାଙ୍ଗରେ ଗପୁଛୁ ସେ ତାକୁ କହିଲା ନାଇଁ ମୁଁ ଦାଦା ପୁଅ ତାର ହେବି। ଠିକ ଅଛି ଆମେ ସବୁ ଦାଦା ପୁଅ ହବ ଆଜ୍ଞା ଏଇଆ କହିଲା ଆଜ୍ଞା। ମୋ ପାଖରେ ଭିଜୁଆଲ ଅଛି ମିଛ କହିଲେ ଯଦି ମୁଁ ଭିଜୁଆଲ ଫଟୋ ଭିଡିଓ ମୋ ପାଖରେ ଅଛି ମୁଁ ସୁଟିଂ କରି ରଖିଛି। ସେଇଟା ଆମେ କହିପାରିବାନି। ଆମେ ତ ସେ କଲେ ଦାଦା ପୁଅ ଆମେ ସେଠୁ ଆଉ କିଛି ମାଇଣ୍ଡ କଲୁ ନାହିଁ। ଆମେ ସେଠୁ କହିଲେ ଯଦି ଗୋଟେ ଝିଅଟା ଯଦି ଖରାପ ହେଇଥାନ୍ତା ସେ କଣ ମେକଅପ୍ ହେଇକି କେବେ ବାହା ଭିତରେ ବସିଥାନ୍ତା ଆଜ୍ଞା। ଖରାପ ଝିଅ ନୁହଁ ଆମର ସେଟା ଭାବିବା ଚିନ୍ତାଧାରା କରୁ। ଯେତେବେଳେ ଏସବୁ ଘଟଣା ଘଟିଲା ମନରେ କିଛି କିଛି ଖରାପ ଚିନ୍ତାଧାରା ଆମର ଆସୁଛି। ଏତେ ସରି କଲା ପରେ ବି ସେ ଝିଅକୁ ଆପଣ ଖରାପ ବୋଲି କହୁନାହାନ୍ତି? ଖରାପ କେମିତି କହ ଛୋଟ ଛୁଆ ଆଜ୍ଞା। ବଡ ସେ କଣ ଏତେ ବଡ ହେଇଗଲାଣି ବାହା ହବା ବୟସଟା ହେଲା କଣ ଜାଣିଛି। ଝିଅକୁ କେତେ ହବ 25 ପାଖାପାଖି ହବ ବୋଧେ କି 22-23 ଖଣ୍ଡ ମୁଁ କହିପାରିବିନି। ଘର ଲୋକ ସାଙ୍ଗରେ କଣ କଥା ସେ ତ ଆସିଲେ ନେଇକି ପଳେଇଲେ। ତାପରେ ଆମେ ତ ସାଙ୍ଗେ ସାଙ୍ଗେ ଥାନାକୁ ଗଲୁ। ଆମର ଯୋଉ ସବୁ ଡେକୋରେସନ ହେଇଥିଲା ଭୋଜି ଭାତ ହେଇଥିଲା ଆମ ମୁଣ୍ଡ କିଛି କାମ କଲାନି କଣ କରିବୁ। ସେଠୁ ଆମ ପିଲା ତ ସାଡେ ରହିଲେ ଆମେ ଥାନାକୁ ସାଙ୍ଗେ ସାଙ୍ଗେ ଗଲୁ। ଥାନା ବାଲା ତ ଯାଇକି ତାକୁ ଦେଖା ସବୁ କଲେ ତାଙ୍କ ଘରକୁ ଗଲେ। ତାଙ୍କୁ ଯେତେବେଳେ ବିଚାର କରିବା ପାଇଁ ଆସିଲେ ଆମେ ଡାକିଲେ ସିଏ ଆଉ ଡିଆଁ ମାରିକିନି ସବୁ କୁଆଡେ ଫେରାର ହେଇଗଲେ। ଆଜି ପର୍ଯ୍ୟନ୍ତ
ତାଙ୍କ ବାପା ତାଙ୍କ ଘର ପରିବାର ସମସ୍ତେ କିପରି ଜଙ୍ଗଲରେ ଯାଇ ଲୁଚିଲେ। ସେ 12ଟା ଜାଗା ଥାନାରେ ତାଙ୍କୁ ଅପେକ୍ଷା କଲୁ, ତାଙ୍କ ଗାଁରୁ ଜଣେ ଲୋକ ବି ଆସିଥିଲେ ଧରିକି ଯୋଉ ତାଙ୍କ ବାପା ମାନଙ୍କୁ ଯିଏ ଭଗେଇଥିଲା ମିଛରେ କହି ଯା ପଳା ପଳା ସବୁ ଡିଆମାରେ, ସେ ସେଠୁ ତା ଭିତରେ ପଳେଇଲେ। ସେ ଲୋକଟା ଧରିକି ଆଣିଥିଲେ ଥାନା ବାଲା।